ଗୋଟିଏ ପଦ ଅସ୍ତି ଉତ୍ତର ସେମିତି ସିଧା ବାର୍ତ୍ତା ହିମାଳୟ ନାମର ଗାଧିଆ যদি উত্তর ন দেই ঘরକୁ ପଳେଇବି ହରଙ୍କ ନିକଟରେ ପହଞ୍ଚିଲେ ପିତାଙ୍କ ବ୍ରହ୍ମା ଇନ୍ଦ୍ର ଯମ ଚଣ୍ଡାଳକୁ ପୁଅ କହିଛି ରାମ ନାମର ମହତ୍ଵ ବା କୃଷ୍ଣ ନାମର ମହତ୍ଵ ମତେ କହିବେ ଠିକ ଅଛି ପହଞ୍ଚିଗଲେ ହିମାଳୟ ପର୍ବତରେ ଦେବଦେବ ମହାଦେବ ବସିଛନ୍ତି ପିତାଙ୍କ ବ୍ରହ୍ମାଙ୍କୁ ଦେଖିଲେ ଏଇଠି ଗୋଟିଏ କଥା ଆଜ୍ଞା ନା ଦେବଦେବ ମହାଦେବ ଯେତେ ଦେବତା ଅଛନ୍ତି ମାତ୍ର ଦୁଇ ଜଣଙ୍କୁ ପ୍ରଣାମ କରନ୍ତି ଆଉ ଯାହାକୁ ସେ ପ୍ରଣାମ କରିବେ ସେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିବେ ନା କାହାକୁ ପ୍ରଣାମ କରନ୍ତି ବାସୁଦେବ ଜନିଙ୍କ ବିନା ନାହିଁ ବ୍ରହ୍ମାକୁ ଯେତେବେଳେ ପ୍ରଣାମ କଲେ ଦେବଦେବ ମହାଦେବ ପଚାରିଲେ ଆସିବାର କାରଣଟା ଆମେ ସତ୍ୟ କରିଛନ୍ତି ରାମ ନାମ କୃଷ୍ଣ ନାମର ମହତ୍ଵ ଯଦି ନ କହିବା ତାହେଲେ ଚଣ୍ଡାଟି ପଳେଇବ ଏଇ ଗୋଟିଏ ଜାଗା ମୋର ଲାଷ୍ଟ ଆଉ ଚାଲିପାରିବିନି ଏଇଠି ମୋ ବାଡି ପାଖର ସୀତା ଛଅର ସୁପାରି ଛୁ ସେଇ ନାମ ଜପି ଜପି ଲଙ୍ଗଳା ହୋଇଲି ସେଇ ନାମ ଜପି ଜପି ଲଙ୍ଗଳା ହୋଇଲି ଚଣ୍ଡାଳ କହିଲା କଣ ହେଲା କହିଲା କେହି ତ କହିପାରିଲେ ନାହିଁ ମୁଁ ଚାଲିଲି ମୋ ଘରକୁ ଆପଣ କହିଲେ ରାମ ନାମର ମହତ୍ଵ ଶିବ କହିଦେବେ ସିଏ ତ ଲଙ୍ଗଳା ହଉଛି ଶ୍ମଶାନରେ ବୁଲୁଛି ଗଞ୍ଜେଇ ଖାଉଛି ଭାଙ୍ଗ ଖାଉଛି ଇତ୍ୟାଦି ଇତ୍ୟାଦି ହାଡ଼ ହଉଛି ସିଏ ମନା କଲା କହିପାରିବି ଆଚ୍ଛା ମୁଁ ଯାଉଛି ମୋ ଘରକୁ ଏଇଥିପାଇଁ ପଳେଇ ଯାଉଛି ଆରେ ମୁଁ ସିନା କହିପାରିବି ନାହିଁ ବିଶ୍ୱକୁ ଯିଏ ପାଳନ କରୁଛି ପାଳନ ତାହେଲେ ବ୍ରହ୍ମ ନାରାୟଣ ସିଏ ଯାହା ଉତ୍ତର ଦେବେ ମୁଁ ଆଉ ଚାଲିକି ଯାଇପାରିବି କାହିଁକି ଯାଇପାରିବି ନା ମୁଁ ଆଉ ଚାଲିକି ଯାଇପାରିବିନି ଆଜ୍ଞା ଏଇଠି ଗୋଟିଏ କଥା ଯେତେବେଳେ ଚଣ୍ଡାଳ କହିଲା ମୁଁ ଚାଲିକି ଯାଇପାରିବି ନାହିଁ ଚାରି ଜଣ ଚିନ୍ତା କଲେ ଦେବଦେବ ମହାଦେବ କହିଲେ ଆଜ୍ଞା ଶ୍ମଶାନରେ ପଡିଥିଲା ପାଉଁଶ ତାକୁ ପକେଇଟିଏ ତିଆରି କଲେ ସେ ପକେଇ ଉପରେ କହିଲେ ବସିବା ପାଇଁ କହିଲେ ବୈକୁଣ୍ଠପୁରକୁ ଗଲେ ସେ ପ୍ରଭୁଙ୍କର ଗୁଣଗାନଟା କହିଦବ ରାମ କିଏ କୃଷ୍ଣ କିଏ ଆରେ ଆପଣ ତ ଚାରି ଜଣ ଯିବେ ଆପଣଙ୍କର ବାହନ ଅଛି ତା ଜାନ ଅଛି ମତେ ସ୍କନ୍ଧରେ ବସେଇଲେ ସତ ହେଲେ ଏଇଠୁ କିଏ ସତ୍ୟ କର କାହିଁକି ନା ଯେ ପର୍ଯ୍ୟନ୍ତ ରାମ ନାମ କି କୃଷ୍ଣ ନାମ